ମୋତେ ଯେଉଁଟା ଭଲ ଲାଗେ ମୁଁ ତାହା କରିବା ପାଇଁ ଚେଷ୍ଟା କରେ। ମୁଁ କାହାର ଭଲ କଥାରେ କି କାହାର ଭଲ ମନ୍ଦକୁ ନେଇକି ମୁଁ ଚାଲିବାକୁ ଇଚ୍ଛା ପ୍ରକାଶ କରେନି। କାରଣ ଜୀବନରେ ନିଜେ ହିଁ ଆଗକୁ ବଢ଼ିବାକୁ ପଡ଼ିବ। କେହି ତୁମକୁ ବଢ଼ିବାକୁ ଦେବେନି। ହଁ, ଏଇଆ ହେଇପାରେ, କେହି କେହି ଆପଣଙ୍କୁ ପ୍ରେରଣା ଦେଇପାରନ୍ତି, କିନ୍ତୁ ସେ ପ୍ରେରଣା ନେଇକି ଆଗକୁ ତ ଯାଇ ହେବନି। ନିଜର ଚିନ୍ତାଧାରା, ନିଜର ଉଦ୍ୟମ, ନିଜର ଚେଷ୍ଟା ସବୁ ଆବଶ୍ୟକ। ସେ ଯାହା ବି ହଉ, ମୋତେ କିନ୍ତୁ ଭଲ ଲାଗେ ମୁଁ ଯେଉଁଟା କରେ ମୋ ପାଇଁ ଭଲ ଥିବ ଆଉ ଅନ୍ୟକୁ ବି ମଙ୍ଗଳ ପହଞ୍ଚାଉଥିବ। ମୁଁ ସେଇ ଚିନ୍ତା କରିକି ମୁଁ ଆଗକୁ ଯାଏ। ଆପଣମାନେ କେମିତି ଚାଲନ୍ତି? ସେମିତିଆ ଚିନ୍ତାଧାରାରେ ଯାଆନ୍ତି ନା ଅନ୍ୟ କୌଣସି ଚିନ୍ତାଧାରା ଯାଆନ୍ତି? ମୋର ଆରମ୍ଭ ହେଇଗଲା। ମାନେ ଫୁଲକୋବି ପକୋଡ଼ା। ପକୋଡ଼ା କଲେ ଏଠି ବେସନ ଏକୁଳି ବେସନରେ କରାହେଉନି। ଏଥିରେ ଅରୁଆ ଚାଉଳ ଗୁଣ୍ଡ ପଡ଼ିଛି, ଆଉ ଅଳ୍ପ ଟିକିଏ ବେସନ, ଜିରା, ଧନିଆ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ଅଦାର ଟିକେ ପେଷ୍ଟ, ଆବଶ୍ୟକ ଅନୁସାରେ ଲୁଣ ଆଉ ହଳଦୀ ଗୁଣ୍ଡ। ବାସ୍, ଛୋଟ ଛୋଟ ଫୁଲକୋବିକୁ କାଟିଦେଲି, ତାପରେ ପକୋଡ଼ା ବନେଇଲି। କାହିଁକି ନା ଖାଲି ତରକାରୀ ଆଉ ଭଜା ପାଟିକୁ ସବୁବେଳେ ଖାଇଲେ ଭଲ ଲାଗେନି, ତେଣୁ ତାକୁ ଟିକେ ଅଲଗା ରୂପ ଦେଲେ ଭଲ। ଆପଣମାନେ କରି ଖାଆନ୍ତୁ।